ଦେଖନ୍ତୁ ଆପଣ ସର୍ଭିସ୍ କରୁଛନ୍ତି କିନ୍ତୁ ରିଟାୟାରମେଣ୍ଟ ପ୍ଲାନ୍ କରିବା ପାଇଁ ବହୁତ ବାର ଭାବିଲେଣି କିନ୍ତୁ ଆଜି ଆପଣମାନଙ୍କୁ ମୁଁ ଭଲସେ କହିଦେବି କି ଆପଣ ରିଟାୟାରମେଣ୍ଟ ପ୍ଲାନ୍ ଭାବୁଛନ୍ତି ସର୍ଭିସ୍ ପ୍ରାଇଭେଟ୍ କରୁছে କି ଗଭର୍ଣ୍ଣମେଣ୍ଟ କରୁছে କିନ୍ତୁ ଡିଟେଲ୍ସରେ ଆପଣ କେଉଁଠି ଇନଭେଷ୍ଟମେଣ୍ଟ କରିବା ଜାଣିପାରୁନାହାନ୍ତି। ଦେଖନ୍ତୁ ରିଟାୟାରମେଣ୍ଟ ପାଇଁ ଆପଣ ଭଲ ସ୍କିମ୍ ଅଛି, ଏନ୍ପିଏସ୍ ଅଛି, ଆଉ ଗୋଟେ ଅଛି ଆପଣ ପିପିଏଫ୍। ଏନ୍ପିଏସ୍ ହେଲା ନ୍ୟାସନାଲ୍ ପେନ୍ସନ୍ ସ୍କିମ୍, ଆଉ ପିପିଏଫ୍ ହେଲା ପବ୍ଲିକ୍ ପ୍ରୋଭିଡେଣ୍ଟ ଫଣ୍ଡ। ଦୁଇଟା ସ୍କିମ୍ ବାବଦରେ ନ ଜାଣିଛନ୍ତି ପୁରା ଡିଟେଲ୍ସରେ କହିବି, ପୁରା ଭିଡ଼ିଓକୁ ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ, ଆଉ ସାଙ୍ଗସାଥି ସହିତ ସେୟାର କରିଦେବେ। ଦେଖନ୍ତୁ ଆପଣଙ୍କର ଯେଉଁ ଏନ୍ପିଏସ୍ରେ ବି ଆପଣମାନେ କ'ଣ କରିବେ, ଇନଭେଷ୍ଟମେଣ୍ଟ କରିପାରିବେ। ପିପିଏଫ୍ରେ ବି ଆପଣମାନେ ଇନଭେଷ୍ଟମେଣ୍ଟ କରିବେ, ଯେଉଁଠି କରିବେ ଇନଭେଷ୍ଟମେଣ୍ଟ। କିନ୍ତୁ ଆପଣଙ୍କର ପିପିଏଫ୍ରେ ଆପଣଙ୍କର 15 ବର୍ଷ ଲକିଂ ପିରିୟଡ଼ ରହୁଛି, ଆପଣଙ୍କ ଟ୍ୟାକ୍ସ ବେନିଫିଟ୍ ରହୁଛି। ଏନ୍ପିଏସ୍ରେ ବି ରହୁଛି କିନ୍ତୁ ପିପିଏଫ୍ରେ ଯେଉଁ ଆପଣମାନେ କରିବେ ଇନଭେଷ୍ଟମେଣ୍ଟ କରିବେ ତାହା ଆପଣ ଦେଖନ୍ତୁ ମିନିମମ୍ ଆପଣଙ୍କର ଯେଉଁ ଗଭର୍ଣ୍ଣମେଣ୍ଟ ବଡ଼ିରେ ଆପଣଙ୍କର ଇନଭେଷ୍ଟମେଣ୍ଟ ହେବ କିନ୍ତୁ ଲୋ ରିସ୍କ ରହିବ, ଆଉ ଗ୍ରୋଥ୍ ଆପଣଙ୍କର 8ରୁ 9% ଇଣ୍ଟରେଷ୍ଟ ମିଳିଯିବ କିନ୍ତୁ ଲକିଂ ପିରିୟଡ଼ ଅଛି। କିନ୍ତୁ ଆପଣଙ୍କର ଏନ୍ପିଏସ୍ରେ କ'ଣ ହେଉଛି, ଆପଣଙ୍କର ଅଧିକା ଆମାଉଣ୍ଟ ମିଳିବ, ମାନେ 10ରୁ 12% ପାଖାପାଖି ଇଣ୍ଟରେଷ୍ଟ ମିଳିବ କିନ୍ତୁ ସେ ଯେଉଁ ପଇସାଟା ଆପଣଙ୍କ ଷ୍ଟକ୍ ମାର୍କେଟ ଲାଗିବ, ଲିକ୍ୱିଡ଼ିଟିରେ ଲାଗିବ, ବହୁତ ସାରା ଲାଗିବ, ସେଠି ଆପଣଙ୍କର ରିସ୍କ ଟିକେ ରହୁଛି କିନ୍ତୁ ଲଙ୍ଗ୍ ଟର୍ମରେ ବହୁତ ମାନେ ଆପଣ ରିସ୍କ ପାଖାପାଖି ଜିରୋ ହେଇଯିବ। ଏଇଟା ହେଲା ସମ୍ପୂର୍ଣ୍ଣ ଭିଡ଼ିଓ। ଏଇଭଳିଆ ଭିଡ଼ିଓ ଜାଣିବା ପାଇଁ ମୋ ପେଜ୍କୁ ଫଲୋ କରିପାରିବେ।